ଚାକିରି ଜୀବନରେ ଆଜି ଅବସର ନେଲା ପରେ ଆଜି ସମସ୍ତଙ୍କ ଗହଣରେ ଆଉ ସର୍ବୋପରି ଆପଣମାନଙ୍କ ଗହଣରେ ଏଠି ରହି ଆଉ ବହୁତ ଖୁସି ଲାଗୁଛି। କାହିଁକି ନା ଏ ମୁହୂର୍ତ୍ତ ସବୁବେଳେ ପାଇଁ ଆସେନି। ଏ ମୁହୂର୍ତ୍ତଟାକୁ ସବୁଦିନ ପରି ମନେ ରଖିବା ପାଇଁ ଆଜିର ଇଏ ସ୍ମୃତି ସବୁଦିନ ପାଇଁ ମନେ ରହିବ। ଆଉ ସମସ୍ତଙ୍କ ପାଇଁ ମୋର ବି ଯେହେତୁ ସମଗ୍ର କଣାସ ଅଞ୍ଚଳରେ କି ଆମର ସବୁ ସିଏସି ସମସ୍ତଙ୍କୁ ମୋର ବି ସମସ୍ତଙ୍କୁ ଭଲ ପାଇବା ଆଉ ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚିବ। ଆଉ ସମସ୍ତେ ଯୋଉ ପ୍ରକାର ଆଜି ସ୍ନେହ ସୌହାର୍ଦ୍ଦ୍ୟ ଯାହା ସବୁ ଦେଖେଇଛନ୍ତି, ଯୋଉ ଭଲ ପାଇବା ଦେଖେଇଛନ୍ତି, ସେଇଟା ମୋ ଜୀବନ କାଳରେ ମଧ୍ୟ କେବେ ଭୁଲିବାର ନାହିଁ। ମୁଁ ସେଥିପାଇଁ ସମସ୍ତଙ୍କର ମଙ୍ଗଳ କାମନା କରୁଛି। ଆଉ ସମସ୍ତେ ଯିଏ ଯୋଉଠି ଥାଆନ୍ତୁ, ଏ ଅଞ୍ଚଳବାସୀ ଆଦିକି ସମସ୍ତେ ଯୋଉଠି ଥାଆନ୍ତୁ, ଜଗନ୍ନାଥଙ୍କୁ ସମସ୍ତେ ଭଲରେ ଥାଆନ୍ତୁ। ଆଉ ମୋର ଏତିକି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା। ତ ଆମ ଗାଁ ପାଖର ତାପରେ ତାଙ୍କର ସେବା ମନୋବୃତ୍ତି ଏତେ ଯେ ଏ କଣାସ ହଉ ଡେଲାଙ୍ଗ ହଉ ଯୋଉ ଜିଲ୍ଲାକୁ ଯେତେବେଳେ ଯାଇଛନ୍ତି ସେ ତାଙ୍କର ନିରନ୍ତର ଚେଷ୍ଟା ରଖିଛନ୍ତି ସେବାକୁ ଓଲଟେଇ ଦେଲେ ଆମର ବାସେ। ସେ ମନୋବୃତ୍ତି ନେଇ ତାଙ୍କର ସେ ସିନା ତାଙ୍କର ପେଶା ଥିଲା ଡାକ୍ତର, କିନ୍ତୁ ନିଶା ଥିଲା ତାଙ୍କର ରୋଗୀ ସେବା। ଏ କଣାସ ଭଳି ଅଞ୍ଚଳରେ ଏତେ ସୁନାମ ଅର୍ଜନ କରିଥିବା ଡକ୍ଟର ରମେଶ ଚନ୍ଦ୍ର ବେହେରାଙ୍କୁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି, ତାଙ୍କର ଦୀର୍ଘମୟ ଜୀବନ, ଅବସରକାଳୀନ ଜୀବନ ସୁଖମୟ ହଉ। ତା ସହିତ ଆମର ନୂଆ ସୁପରିଟେଣ୍ଡେଣ୍ଟ ସାର୍ ଅଛନ୍ତି ଡକ୍ଟର କ୍ଷମାନତି ସେଠୀ ମହୋଦୟଙ୍କୁ ବି ଅନୁରୋଧ କରୁଛି, ଏ ଆମର ମିଡିଆ ଆଗରେ ସାର୍ଙ୍କୁ ଅନୁସରଣ କରି ଏ ପୁରୀ ଜିଲ୍ଲାର କଣାସ ଅଞ୍ଚଳକୁ ଆଗକୁ ନିଅନ୍ତୁ। ମୁଁ ଏତିକି ପ୍ରାର୍ଥନା କରି ଜୟ ଜଗନ୍ନାଥ। ଭାବରେ ମୋ ପୂର୍ବରୁ ରମେଶ ସାର୍ ଥିଲେ। ମୁଁ ତ ସାର୍ଙ୍କ ସହିତ ଏଇ ପୁରୀ ଜିଲ୍ଲାରୁ 5-6 ବର୍ଷ ହେଲା ମୋର ପୁରୀ ଜିଲ୍ଲାରେ ମୁଁ ଆଗରୁ ନିମାପଡ଼ାରେ ଥିଲି। ନିଶ୍ଚିତ ଭାବରେ ସାର୍ଙ୍କ ସହିତ ଭାବର ଆଦାନ ପ୍ରଦାନ ଥିଲା। ଯେତେବେଳେ ଆମେ ପୁରୀ ଜିଲ୍ଲା ଆମର ମିଟିଂ ବା ଆମର କାର୍ଯ୍ୟକ୍ରମକୁ ଯାଉଥିଲୁ ନିଶ୍ଚୟ ଦେଖା ହେଉଥିଲା। ତେଣୁ ସାର୍ଙ୍କର କାର୍ଯ୍ୟକ୍ରମ ବା ସାର୍ଙ୍କର କାମ କରିବାର ଯୋଉ ନିଶା ବିଷୟରେ ମୁଁ ଗତ 5 ବର୍ଷ ଧରି ଅବଗତ ଥିଲି। ମୁଁ ବି ଜାଣିନଥିଲି ମୁଁ କଣାସ ଆସିବି ବୋଲି। ଆଜିର ଯୋଉ ଅନୁଭୂତି ସାର୍ଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ନିଶ୍ଚିତ ଭାବରେ ଜୀବନରେ ଥରେ ଆସେ। ଆଉ ଆମେ କଣାସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ନିଶ୍ଚିତ ଭାବରେ ଚେଷ୍ଟା କରିଥିଲୁ ଯେ ସାର୍ଙ୍କର ଜୀବନ ସାରା ଏଇ ଯୋଉ ସ୍ମୃତି ଆମର ଏଇ କାର୍ଯ୍ୟକ୍ରମରେ ରହୁ। ତେଣୁ ଆମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସାର୍ଙ୍କ ପାଇଁ ସାର୍ଙ୍କର ଭବିଷ୍ୟତ ଅବସରକାଳୀନ ପରବର୍ତ୍ତୀ ଜୀବନ ସାର୍ଙ୍କର ନିଶ୍ଚିତ ଭାବରେ ସାର୍ ସବୁବେଳେ ଖୁସିରେ ରୁହନ୍ତୁ, ତା ପାଇଁ ଆମେ ସବୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବୁ। ତା ସହିତ ସାର୍ ଯୋଉ ବି ଦିଗ୍ଦର୍ଶନ ଦେଇଛନ୍ତି, ଯୋଉ ଆଶୀର୍ବାଦ ଦେଇଛନ୍ତି ଏଇ କଣାସ ଅଞ୍ଚଳବାସୀଙ୍କର କାମ କରିବା ପାଇଁ, ତାଙ୍କୁ ଆମେ ନିଷ୍ଠାର ସହିତ ଗ୍ରହଣ କରିବୁ।